ଶ୍ରମିକ କଲ୍ୟାଣ ଯୋଜନା 59 ଜଣ ନିର୍ମାଣ ଶ୍ରମିକଙ୍କୁ ମିଳିଲା 64,88,000 ଟଙ୍କା। ରାଉରକେଲାରେ ନୂତନ ଡିଏଫ୍ଓ କାର୍ଯ୍ୟାଳୟକୁ ଉଦ୍ଘାଟନ କରିଛନ୍ତି ଜଙ୍ଗଲ ପରିବେଶ ଓ ଜଳବାୟୁ ବିଭାଗ ତଥା ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ଶ୍ରୀ ଖୁଣ୍ଟିଆ ଦିନିକିଆ ଗସ୍ତରେ ରାଉରକେଲା ଆସି ନବନିର୍ମିତ ଡିଏଫ୍ଓଙ୍କ କାର୍ଯ୍ୟାଳୟର ଉଦ୍ଘାଟନ କରିଛନ୍ତି। ଏହି ଉତ୍ସବରେ ଯୋଗଦେଇ ସେ କହିଲେ ଯେ ଗ୍ରାମାଞ୍ଚଳର ପ୍ରତ୍ୟେକ ଲୋକଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚିବା ଆବଶ୍ୟକ। ଏଥିନିମନ୍ତେ ସରକାରୀ ବିଭାଗଗୁଡ଼ିକ ମିଳିମିଶି କାର୍ଯ୍ୟ କରିବା ଉଚିତ ବୋଲି ସେ କହିଥିଲେ। ଗ୍ରାମାଞ୍ଚଳରେ ଅନେକ ବ୍ୟକ୍ତିଙ୍କ ପାଖରେ ଶ୍ରମ କାର୍ଡ଼ ନଥିବାରୁ ଶ୍ରମ ବିଭାଗ ଦ୍ୱାରା ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନାର ଲାଭ ଉଠାଇ ପାରୁନାହାନ୍ତି। ଏଥିନିମନ୍ତେ ପ୍ରତ୍ୟେକ ବ୍ଲକରେ ଜାଗୃତି କର୍ମଶାଳା କରିବାକୁ ସେ କହିଥିଲେ। ଏହି ଅବସରରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଅଧୀନରେ ପଞ୍ଜୀକୃତ 59 ଜଣ ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ପ୍ରଦାନ କରିଥିଲେ। ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅଧୀନରେ 59 ଜଣ ନିର୍ମାଣ ଶ୍ରମିକଙ୍କୁ 64,88,400 ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା। ସେଥିମଧ୍ୟରୁ 25 ଜଣଙ୍କୁ ମୃତ୍ୟୁକାଳୀନ ଓ ଅନ୍ତ୍ୟେଷ୍ଟିକ୍ରିୟା ସହାୟତା ରାଶି ଦିଆଯାଇଥିବା ବେଳେ 25 ଜଣଙ୍କୁ ବିବାହ ସହାୟତା, 2 ଜଣଙ୍କୁ ଶିକ୍ଷାବୃତ୍ତି ସହାୟତା ରାଶି ପ୍ରଦାନ କରାଯାଇଛି। ଏଥିସହ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ତରଫରୁ 105 ଓ ଓଡ଼ିଶା ଅସଂଗଠିତ ଶ୍ରମିକ ସମାଜ କଲ୍ୟାଣ ବୋର୍ଡ଼ ଅଧୀନରେ ପଞ୍ଜୀକୃତ 2 ଜଣ ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କୁ ଶ୍ରମିକ କାର୍ଡ଼ ପ୍ରଦାନ କରାଯାଇଛି। ଏତଦ୍ ବ୍ୟତୀତ ଶ୍ରୀ ଖୁଣ୍ଟିଆ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟର ସମୀକ୍ଷା କରିଥିଲେ। ଏହି ଅବସରରେ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତ୍ରୀ, ଏଡିଏମ୍ ରାଉରକେଲା ଆଶୁତୋଷ କୁଲକର୍ଣ୍ଣୀ, ବନଖଣ୍ଡ ଅଧିକାରୀ ଡିଏଫ୍ଓ ଯଶବନ୍ତ ସେଠୀ, ଯୁଗ୍ମ ଶ୍ରମ ଆୟୁକ୍ତ ପିଆର୍ ଜେନା, ଜିଲ୍ଲା ଶ୍ରମ ଅଧିକାରୀ ଦିବ୍ୟଜ୍ୟୋତି ନାୟକଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି, ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।